ଅପ୍ରିଲ ମାସରେ କର୍କଟ ରାଶି ବ୍ୟକ୍ତିଙ୍କର କ୍ୟାରିୟରରେ ପଦୋନ୍ନତି, ଭାଗ୍ୟଭାବରେ ବୃଦ୍ଧି ଏବଂ କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ମିଳିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ। ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କର୍କଟ ରାଶି ଭଗବାନ ଚନ୍ଦ୍ରଦେବଙ୍କର ରାଶି। ଜାଣିବା 2026 ମସିହା ଅପ୍ରିଲ ମାସରେ କର୍କଟ ରାଶି ବ୍ୟକ୍ତିଙ୍କର ରାଶିଫଳ କିପରି ରହିବ। ପ୍ରଥମେ ଅପ୍ରିଲ ମାସରେ କର୍କଟ ରାଶିର କ୍ୟାରିୟର ସମ୍ପର୍କରେ ଆଲୋଚନା କଲେ ଜଣାଯାଏ, ଏ ମାସରେ କର୍କଟ ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟରରେ ପଦୋନ୍ନତି, ଭାଗ୍ୟଭାବରେ ବୃଦ୍ଧି ଏବଂ କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ମିଳିବ। ଅପ୍ରିଲ ମାସ ଆରମ୍ଭରେ କର୍କଟ ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟରରେ ଅସ୍ଥିର ହେଲା ଭଳି ଅବସ୍ଥା ଦେଖିବାକୁ ମିଳିପାରେ। ଅପ୍ରିଲ ମାସ 14 ତାରିଖରେ ସୂର୍ଯ୍ୟ କର୍କଟ ରାଶିର ଦଶମ ଭାବ ତଥା ନିଜର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କଲେ କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ଗ୍ରହଣ କରିବେ। ଚାକିରିରେ ପ୍ରମୋସନର ଯୋଗ ଅଛି। ତା ସହିତ ଚାକିରିରେ ବଦଳି କିମ୍ବା ଅନ୍ୟ କୌଣସି ସଂସ୍ଥାରେ ଯୋଗ ଦେବା ପାଇଁ ଏହି ସମୟ ବହୁତ ଅନୁକୂଳ ସମୟ ରହିବ। ଏ ସମୟରେ କ୍ୟାରିୟରରେ ପଦୋନ୍ନତି ସାଙ୍ଗକୁ ଉପରିସ୍ଥ ଅଧିକାରୀଙ୍କର ମଧ୍ୟ ସୁନଜରରେ ରହିବେ। ନୂତନ କର୍ମ ନିଯୁକ୍ତି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅପ୍ରିଲ ମାସ ବଡ଼ ଯୋଗକାରକ ମାସ ରହିବ। ସରକାରୀ ଚାକିରିରେ ରହିଥିବା ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦକ୍ଷତା ହାସଲ କରିବେ ଏବଂ କମାଣ୍ଡିଂ ନେଚରର ହେବେ। ବାଣିଜ୍ୟ ବେପାର କରୁଥିବା କର୍କଟ ରାଶିଜାତ ବ୍ୟକ୍ତିମାନଙ୍କ ପାଇଁ ଅପ୍ରିଲ ମାସ ସାମାନ୍ୟ ମାନ୍ଦା ରହିବ। ବେପାର କରିବା ପାଇଁ ନୂତନ ସହଯୋଗୀ ଖୋଜିବେ, କିନ୍ତୁ ଏଥିପାଇଁ କଣ୍ଟ୍ରାକ୍ଟ ସାଇନ୍ କଲାବେଳେ ସତର୍କତାର ସହିତ ସ୍ୱାକ୍ଷର କରିବେ, ନଚେତ୍ ଠକାମିରେ ପଡ଼ିଯିବାର ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ଅପ୍ରିଲ ମାସର ଦ୍ୱିତୀୟାର୍ଦ୍ଧରେ ଧନଭାବର ଅଧିପତି ଗ୍ରହ ସୂର୍ଯ୍ୟ ପ୍ରବଳ ଧନ ଉପାର୍ଜନ କରାଇବେ। ସରକାରୀ ସ୍ତରରେ ପଡ଼ି ରହିଥିବା ବାକିଆ ପାଉଣା ଏହି ସମୟରେ ହସ୍ତଗତ ହେବ। ଏହା ସହିତ ସରକାରଙ୍କ ସହିତ ଅନୁବନ୍ଧିତ ରହି ସରକାରୀ ଠିକାଦାରୀ, ନିର୍ମାଣ କାର୍ଯ୍ୟ ଓ ଅର୍ଡ଼ର ସପ୍ଲାଇ ଭଳି କାର୍ଯ୍ୟ କରୁଥିଲେ ସେହିସବୁ କ୍ଷେତ୍ରରୁ ମନ ମୁତାବକ ଧନ ଅର୍ଜନ କରିହେବ। ରିଏଲ ଇଷ୍ଟେଟ୍ ବିଜନେସ୍, ଜାଗାବାଡ଼ି ତଥା ସମ୍ପତ୍ତି ବାଡ଼ି କିଣାବିକା ଭଳି ବ୍ୟବସାୟରେ ସମ୍ପୃକ୍ତ ଥିବା ବ୍ୟକ୍ତି ମଧ୍ୟ ଏହିସବୁ କ୍ଷେତ୍ରରୁ ପ୍ରଚୁର ଅର୍ଥ ଉପାର୍ଜନ କରିବାରେ ସମର୍ଥ ହେବେ। ଅପ୍ରିଲ ମାସରେ ଜାତ ବ୍ୟକ୍ତିଙ୍କର ଖର୍ଚ୍ଚର ପରିମାଣ ମଧ୍ୟ ବୃଦ୍ଧି ପାଇବ। ଅବଶ୍ୟ ଏହା ସଦଖର୍ଚ୍ଚ ହେବ। ଅପ୍ରିଲ ମାସରେ ପ୍ରେମ ସମ୍ପର୍କରେ ରହିଥିବା ବ୍ୟକ୍ତିଙ୍କ ପାଇଁ ସମୟ ମଧ୍ୟମ ଧରଣର ରହିବ। ହୁଏତ ସମ୍ପର୍କରେ କିଛିଟା ଉତ୍ତେଜନା ଲାଗି ରହିପାରେ। କର୍କଟ ରାଶିର ପଞ୍ଚମ ଭାବ ତଥା ପ୍ରେମ ଭାବର ଅଧିପତି ମଙ୍ଗଳ ମହାଗ୍ରହ ପ୍ରେମ ସମ୍ପର୍କରେ ଅମଙ୍ଗଳ ଘଟାଇବା ପାଇଁ ଚେଷ୍ଟା କରିବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିରୀକୃତ ହୋଇଯିବାର ବହୁତ ସମ୍ଭାବନା ରହିଅଛି। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ଅପ୍ରିଲ ମାସର ପ୍ରଥମାର୍ଦ୍ଧରେ କର୍କଟ ରାଶିର ପରିବାର ଭାବର ଅଧିପତି ସୂର୍ଯ୍ୟ ସଂଯୁକ୍ତ ହୋଇ ରହିଥିବେ। ତେଣୁ ପରିବାର ଭିତରେ ଅଶାନ୍ତି ଲାଗି ରହିବାର ସମ୍ଭାବନା ଦେଖାଯାଏ। ଅବଶ୍ୟ ଅପ୍ରିଲ 14 ତାରିଖରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅବସ୍ଥା ସୁଧୁରିଯିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ, କର୍କଟ ରାଶି ଅଧିପତି ଚନ୍ଦ୍ର ଏକ ଚଞ୍ଚଳ ଓ ଗତିଶୀଳ ମହାଗ୍ରହ ହୋଇଥିବାରୁ ସମୟ ସମୟରେ
ମାନସିକ ସ୍ଥିତି ଉପରେ ବଡ଼ ପ୍ରଭାବ ପକାଇବେ। ତା ସହିତ ବୃହସ୍ପତି ମହାଗ୍ରହଙ୍କର ଦ୍ୱାଦଶ ସ୍ଥାନରେ ଅବସ୍ଥିତି ଏବଂ ନିଜ ରାଶି କର୍କଟ ରାଶିର ଷଷ୍ଠ ଭାବ ବା ରୋଗ ଭାବ ଧନୁ ରାଶିକୁ ଚାହୁଁଥିବାରୁ ବୃହସ୍ପତି ମହାଗ୍ରହଙ୍କର ପ୍ରଭାବରୁ ପେଟ ଗଣ୍ଡଗୋଳ ଦେଖାଯିବ। ଖାଦ୍ୟ ହଜମ ଜନିତ ପ୍ରକ୍ରିୟାରେ ଗଣ୍ଡଗୋଳ ଘଟି ପେଟରେ ଯନ୍ତ୍ରଣା ସୃଷ୍ଟି ହେବ। ତା ସାଙ୍ଗକୁ ଶନିଙ୍କର ଦୃଷ୍ଟି ମଧ୍ୟ ଷଷ୍ଠ ଭାବ ଉପରେ ରହୁଥିବାରୁ ପେଟରେ ଗ୍ୟାସ୍ ବା ଗ୍ୟାଷ୍ଟ୍ରିକ୍ ରୋଗ ଦେଖାଦେଇପାରେ। ଏଥିପାଇଁ କର୍କଟ ରାଶି ଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କର ପୂଜାର୍ଚ୍ଚନା କଲେ ଏସବୁ ରୋଗରୁ ମୁକ୍ତି ପାଇପାରିବେ। ତା ସହିତ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।